ଆଗକୁ କେବେ ଆସିବ ଇ ଶ୍ରମ କାର୍ଡରେ ଟଙ୍କା ଏବଂ କେଉଁମାନଙ୍କୁ ମିଳିବ 3000 ଟଙ୍କା ସେସବୁ ଏଇ ଭିଡିଓରେ ଆମେ ଜାଣିବା। ନମସ୍କାର, ମୁଁ ଶାନ୍ତନୁ ନାୟକ ନୂଆ ଏକ ଭିଡିଓକୁ ଆପଣଙ୍କୁ ସ୍ୱାଗତ ଜଣାଉଛି। ଆଜିର ଭିଡିଓରେ ଆମେ ପ୍ରକୃତ ସତ୍ୟ ଇ ଶ୍ରମ କାର୍ଡ ବିଷୟରେ ଜାଣିବା। ଚ୍ୟାନେଲରେ ଭିଡିଓଟି ନୂଆ କରି ଦେଖୁଥିଲେ ଚ୍ୟାନେଲକୁ ଏବେ ସବସ୍କ୍ରାଇବ କରି ରଖନ୍ତୁ। ଆଗକୁ ଆସୁଥିବା ନୂଆ ନୂଆ ନୋଟିଫିକେସନ ଏବଂ ନୂଆ ନୂଆ ସ୍କିମ୍ ବିଷୟରେ ମୁଁ ଆପଣଙ୍କୁ ଜଣାଇବି। ଇଏ କାର୍ଡ ଦେଖିଲେ କିଛି ମନେ ପଡୁଛି? ଆପଣ ମାନେ ରାତି ଅନିଦ୍ରା ହୋଇକି ମାନେ ସେପଟେ ଜନସେବା କେନ୍ଦ୍ର ଏପଟେ ଜନସେବା କେନ୍ଦ୍ର ସେପଟେ ଖୋଲିଲା କି ନାହିଁ ଏପଟେ ଖୋଲିଲା କି ନାହିଁ ଏବଂ ଅପେକ୍ଷା କରିକି 2-3 ଦିନ ଯାକି ଆପଣ ମାନେ ଏ କାର୍ଡ କରିଥିଲେ। ଏବେ ସୁଦ୍ଧା କିଛି କାମରେ ଲାଗିଲାଣି କି ଆଗକୁ କିଛି କାର୍ଯ୍ୟରେ ଲାଗିବ ତାକୁ এই ଭିଡିଓରେ ମୁଁ ଆପଣଙ୍କୁ ସମ୍ପୂର୍ଣ୍ଣ ଭାବେ କହିବି। ଆପଣ ମାନେ ପ୍ରାୟ ସମସ୍ତେ ଏ କାର୍ଡ କରିସାରିଥିବେ। ଏମିତିକା ପ୍ରିଣ୍ଟ ଆଉଟ୍ କାର୍ଡ ଆପଣଙ୍କ ପାଖରେ ମଧ୍ୟ ଥିବ। ଆପଣ ମାନେ ବହୁତ ୟୁଟ୍ୟୁବ ଚ୍ୟାନେଲ ହଉ କିମ୍ବା ଯେକୌଣସି ଯାହା ପାଖରୁ ବି ହଉ ଆପଣ ମାନେ ଶୁଣି ସାରିଥିବେ ଯେ ଇ ଶ୍ରମ କାର୍ଡରେ ମିଳିବ ଟଙ୍କା କି ଆଗକୁ ମିଳିବ ଟଙ୍କା କି ଟଙ୍କା ଏବେ ଏଇ କାମ କଲେ ଟଙ୍କା ଆସିବ। ଆପଣ ମାନେ ଏ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଟଙ୍କା ମିଳିବ ଆଗକୁ କି ମିଳିବନି ଆପଣ ମାନେ ଏଇ ଭିଡିଓରେ ସମ୍ପୂର୍ଣ୍ଣ ଜାଣିପାରିବେ ଏବଂ ଆଉ କୌଣସି ଭିଡିଓ ଦେଖିବାକୁ ପଡିବ ନାହିଁ କିମ୍ବା ଯୋଉମାନେ ଯାହା କହୁଛନ୍ତି ଆପଣ ମାନେ ଶୁଣିବେ ନାହିଁ। ଏଇ ଭିଡିଓରେ ଆପଣଙ୍କର ଇ ଶ୍ରମ କାର୍ଡର ସମସ୍ତ ଡାଉଟ୍ କ୍ଲିୟର ହେଇଯିବ ସେ ଗ୍ୟାରେଣ୍ଟି ମୁଁ ଆପଣଙ୍କୁ ଦଉଛି। ଇ ଶ୍ରମ କାର୍ଡ ଯେବେ କରିଥିଲେ ସେତେବେଳେ କଥା ଆମେ ଟିକେ ମନେ ପକେଇବା ଏବଂ ମୁଁ ଯୋଉ କଥା କହୁଛି ଆପଣ ମାନେ ସେ କଥାରେ ସମ୍ପୂର୍ଣ୍ଣ ଜାଣିଯିବେ ଯେ ପ୍ରକୃତ ଘଟଣାଟି କଣ। ଆମେ ଯେତେବେଳେ ଗୋଟେ ମାନେ ବୃଦ୍ଧ ହେଇଯାଉଛି 60 ବର୍ଷ ହେଇଯାଉଛି ଜଣେ ଯେତେବେଳେ ଭତ୍ତା ପାଇଁକା ଆବେଦନ କରୁଛି ତାଙ୍କର ମାନେ ଭୋଟ ପରିଚୟ ପତ୍ର ତାଙ୍କ ଆଧାର କାର୍ଡ ସବୁ ଭେରିଫାଏ କରାଯାଉଛି ଯୋଉଥିରେ ଟିକେ 19-20 ରହୁଛି ତାଙ୍କର ଭତ୍ତାକୁ ରିଜେକ୍ଟ କରାଯାଉଛି ଏବଂ ଆବେଦନ ଆଉ ଥରେ କରୁଛନ୍ତି। ଆମେ ଯଦି ଦେଖିବା ସୁଭଦ୍ରା ଯୋଜନା କେତେ ମହିଳାଙ୍କର କଟିଲା, କାହାର ବହୁତ ଜମି ଅଛି କିଏ ରିଟର୍ଣ ଫାଇଲ ଦଉଛି ବହୁତ ମହିଳାଙ୍କର କଟିଛି ବିଭିନ୍ନ କାରଣ ଦର୍ଶାଇକି। କାରଣ ପ୍ରପର ୱେରେ ସେ ଭେରିଫାଏ ହେଲା ଏବଂ ଯାହା ବି ଆମେ ସ୍କିମ୍ ପାଇଁ ଆବେଦନ କରୁଛେ କାଳିଆ ଯୋଜନା ଆଉ ପ୍ରକୃତରେ ଲୋକ ନାଁରେ ପଟ୍ଟା ଅଛି କି ନ ଅଛି ସେସବୁ ବି ସେଥିରେ ଭେରିଫାଏ କରାଯାଉଛି ପ୍ରକୃତ ହିତାଧିକାରୀକୁ ଦିଆଯାଉଛି। ଆପଣ ମାନେ ଭାବନ୍ତୁ ଯେବେ ଇ ଶ୍ରମ କାର୍ଡ କଲେ 16ରୁ 59 ବର୍ଷ ବୟସରେ ଯୋଉମାନେ ରହିଲେ ସେ ଝିଅ ହଉ ପୁଅ ହଉ କିମ୍ବା ଯିଏ XYZ ଯାହା ବି ହୁଅନ୍ତା ବିବାହିତ ହୋଇଥାଉ କିମ୍ବା ବିବାହିତ ନ ହୋଇଥାଉ ସେମାନେ କଣ କଲେ ନା ଆଧାର ନମ୍ବର ପକେଇଲେ ଗୋଟେ OTP ଗଲା କିମ୍ବା ବାୟୋମେଟ୍ରିକ ଦ୍ଵାରା ଇ ଶ୍ରମ କାର୍ଡ କମ୍ପ୍ଲିଟ ହେଇଗଲା। କୋଉଠି କଣ କାମ କରୁଛି କି କଣ ଆଡ୍ରେସ ବ୍ୟାଙ୍କ ପାସବୁକ୍ ଦେଲା ପରେ କମ୍ପ୍ଲିଟ କଣ ନା ଏମିତିକା ଇ ଶ୍ରମ କାର୍ଡ ବାହାରି ପଡିଲା ଗୋଟେ ସେକେଣ୍ଡରେ ବାହାରି ପଡିଲା। ଆପଣ ମାନେ ଭାବନ୍ତୁ ଆର କଣ ମୂଲ୍ୟ? କିଛି ଅଛି କି? କିଛି ନାହିଁ। ଆମେ ଯେକୌଣସି ଗୋଟେ ଜିନିଷ ପାଇଁ ଆମେ ଆବେଦନ କରୁଛେ ତାର ପ୍ରପର ୱେରେ ଯାଞ୍ଚ ହଉଛି ପ୍ରକୃତରେ ସିଏ ହିତାଧିକାରୀ ପାଇବା ପାଇଁ ଯୋଗ୍ୟ କି ନୁହଁ। ଆମେ ଏବେ ରିସେଣ୍ଟଲି ଯୋଉ କାର୍ଯ୍ୟ ଚାଲିଛି ବା ଚାଲୁଛି ସେଟା ଆମେ ଯଦି ଦେଖିବା ବିଶ୍ୱକର୍ମା ଯୋଜନାରେ କଣ ନା ଆପଣ କରିପାରିବେ କିନ୍ତୁ ଆମର ଲୋକାଲରେ ସରପଞ୍ଚକୁ ରଖାଯାଇଛି ଅଥରାଇଜ ହିସାବରେ ସେମାନେ ଫରୱାର୍ଡ କଲେ ଉପରକୁ ଆମର ଆପ୍ଲିକେସନ ଟା ଉପର ଲେବୁଲକୁ ଯିବ ଏବଂ ଉପର ଲେବୁଲରେ ଓକେ ହେଲା ପରେ ଆମେ 5 ଦିନ ହଉ କିମ୍ବା 7 ଦିନ ହଉ ଆମେ ସେଠି ଟ୍ରେନିଂ ନଉଛେ ତାପରେ ଆମକୁ ସାର୍ଟିଫିକେଟ ମିଳୁଛି ଆମେ ସେ ସାର୍ଟିଫିକେଟ କୌଣସି କାର୍ଯ୍ୟ ଲଗେଇ ପାରୁଛେ। ଆର କିଛି ଅଛି? ଆପଣ ନିଜେ ଚିନ୍ତା କରନ୍ତୁ କିଛି ନାହିଁ। ଯଦି କିଛି ନାହିଁ ତାହେଲେ ଆମେ ଏ କାର୍ଡର ଭ୍ୟାଲୁ କଣ ଅଛି? ଭ୍ୟାଲୁ ବି କିଛି ନାହିଁ। କାହାକୁ ଟଙ୍କାଟା ମିଳିବାର ନାହିଁ। ମୁଁ କହୁଛି ନା ମିଳିଥିଲା ନା ମିଳିବ ନା କେବେ ବି ମିଳିବ। କାହାକୁ ଟଙ୍କାଟା ମିଳିବାର ନାହିଁ ଏ କାର୍ଡରେ। ଆପଣ ଭାବୁନାହାନ୍ତି ଆଧାର ନମ୍ବର ଦେଇକି ଆମେ ଯୋଉଠି ଗୋଟେ କାର୍ଡ ବାହାର କରିପାରୁଛେ ତାର ଭ୍ୟାଲୁ କଣ? କିଛି ନାହିଁ। ଏମିତି ହେଲେ ତ ଗଭର୍ଣ୍ଣମେଣ୍ଟ ସମସ୍ତ ଆକାଉଣ୍ଟ ଟଙ୍କା ପଠେଇଥାନ୍ତା। ସେମିତି ହେଲା କି? ହବ ନାହିଁ। ତାହେଲେ ଆମେ ଏଇଠୁ ଆମେ ଜାଣିଲେ ଯେ ଇ ଶ୍ରମ କାର୍ଡ ଟଙ୍କା ମିଳିବାର ନାହିଁ। ଆଉ ଯୋଉ 3000 ଟଙ୍କା ମିଳିବ ବୋଲି ମୁଁ କହିଛି ସେଟା କଣ? ସେଟା ଦେଖନ୍ତୁ ଇ ଶ୍ରମ କାର୍ଡରେ 3000 ଟଙ୍କା ନା ମିଳିବ କେବେ ମିଳିବ ନା 60 ବର୍ଷ ପରେ। କେମିତି ମିଳିବ? କଣ କାର୍ଡ କରିଦେଲେ ମିଳିବ? ନାହିଁ, କାର୍ଡ କରିଦେଲେ ମିଳିବନି। ତାର ଏଜ ଅନୁସାରେ ଆପଣଙ୍କ ଆକାଉଣ୍ଟରୁ ପର ମନ୍ଥ କିମ୍ବା ମାନେ 3 ମାସରେ ଥରେ କିମ୍ବା 6 ମାସରେ ଥରେ କିମ୍ବା ବର୍ଷକୁ ଥରେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟିବ 60 ପର୍ଯ୍ୟନ୍ତ ଏବଂ 60 ବର୍ଷ ପରେ ଆପଣଙ୍କୁ ପେନସନ ଆକାରରେ ମିଳିବ 3000 ଟଙ୍କା ଲେଖା। ଆପଣ ଭାବନ୍ତୁ ସେତେବେଳେ 3000ର ଭ୍ୟାଲୁ କଣ ଥିବ ଏବଂ ଆପଣ ବଞ୍ଚିବେ କି ମରିବେ ତାର ଗ୍ୟାରେଣ୍ଟି କଣ ଥିବ ଏବଂ ସେ ଗୋଟେ ଦିନ 2 ଦିନ ପାଇଁକା ହେଇନି 60 ବର୍ଷ ଅପେକ୍ଷା କରିବାକୁ ପଡିବ। ଇଏ ବି ବେକାର। ଯଦି ଭଲ ଯଦି 3000 ଟଙ୍କା ମିଳିବ ଭଲ ତାହେଲେ ଏ ପ୍ଲାନ କଣ ଆଗରୁ ନଥିଲା? ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ଯୋଜନା ବି ଆଗରୁ ଥିଲା। ଆପଣ ବି ସେଥିରେ ପଇସା କଟିବ 3000 ଟଙ୍କା ଲେଖା 60 ବର୍ଷ ପରେ ପାଇବେ। ଇଏ ଯୋଜନା ବି ଆଗରୁ ଥିଲା। ଆପଣ ଭାବନ୍ତୁ ବ୍ୟାଙ୍କରେ ଯୋଉ ଆମର FPI ହଉଛି 1000 ଟଙ୍କାରୁ 5000 ଟଙ୍କା ପର୍ଯ୍ୟନ୍ତ ଆପଣ ମାନେ ପାଇପାରିବେ 60 ବର୍ଷ ପରେ। ଇଏ ବି ଆଗରୁ ଥିଲା। ବହୁତ ସ୍କିମ ଗଭର୍ଣ୍ଣମେଣ୍ଟର ହଉ କିମ୍ବା ପ୍ରାଇଭେଟର ହଉ ବହୁତ ସ୍କିମ ଏମିତିକା ଅଛି ପେନସନ ପାଇପାରିବେ 1000 ରୁ 3000 5000 ପର୍ଯ୍ୟନ୍ତ। ଇଏ ଗୋଟେ କିଛି ବଡ କଥା ନୁହଁ 3000 ପାଇବେ ବୋଲି ପଇସା କାଟିବେ 60 ବର୍ଷ ପରେ ପାଇବେ। ତ ଆମେ ଏଇଠି ଜାଣିଲେ ଯେ ଇ ଶ୍ରମ କାର୍ଡ କେବେ କଣ ହବ ମୁଁ ତ କହୁନି କିନ୍ତୁ ଟଙ୍କାଟା ମିଳିବାର ନାହିଁ ଏଇ ଟାଇପର ସବୁ ମିଳିବ। ଆଉ ଯଦି କିଛି କାର୍ଯ୍ୟକାରୀ ହେଲା ମାନେ ପଇସା ଆକାରରେ କାର୍ଯ୍ୟକାରୀ ହବନି
ଆଗକୁ ଏଇ ଟାଇପର କାମରେ ଲାଗିବ ଯେ ଆପଣଙ୍କ ଯଦି ଡେଥ୍ ହିଁ ହେଉଛି ତାହେଲେ ଆପଣ କ୍ଲେମ୍ କରି କିଛି ପଇସା ପାଇପାରିବେ। ଯେହେତୁ ଆପଣ ଏ କାର୍ଡ କରିଛନ୍ତି ସେଟା ଭେରିଫାଇ ହେଲା ପରେ, ନାହିଁ କି ଯେ ଆପଣ କାର୍ଡ କରିଛନ୍ତି ଡେଥ୍ ହେଇଗଲା ଆବେଦନ କରିଦେଲେ ପଇସା ପାଇବେ, ସେମିତି ବି ନୁହେଁ। ଏଟା ପ୍ରପର ଯାଞ୍ଚ ହବ ତା ପରେ ହବ। ଏବେ ବି ଲାଗୁ ହେଇନି। ମୁଁ ଭାବୁଛି ଆପଣମାନେ ଜାଣିପାରିଥିବେ, ଯୋଉମାନେ କହୁଛନ୍ତି ଟଙ୍କା ମିଳିବ ଭଲ ମନ୍ଦ, ଆପଣମାନେ ଜାଣିପାରିଥିବେ କିଛିଟା। କାରଣ ଇଏ କାର୍ଡରେ ଆଧାର ନମ୍ବର ପୁଟ୍ କରି ଯେତେବେଳେ ଗୋଟେ କାର୍ଡ ବାହାରି ପାରୁଛି, ଆର ମାନେ କିଛି ନାହିଁ। ଭିଡିଓଟି ଏଇଠି ରଖିବା, ଦେଖା ହବା ନୂଆ ଏକ ଭିଡିଓରେ।